ଯେତେବେଳେ ଡହଡହ ଖରାରେ ମାଟି ତାତି ଉଠେ ସେତେବେଳେ ପ୍ରକୃତିର କୋଳରୁ ହସି ଉଠେ କୃଷ୍ଣଚୂଡ଼ା। ନାଲି ନାଲି ଫୁଲରେ ଖିଲିଖିଲି ହସି ଗ୍ରୀଷ୍ମର ସବୁ କ୍ଳାନ୍ତିକୁ ଭୁଲାଇ ଦେଉଛି କୋରାପୁଟର ଏହି ସୁନ୍ଦର ମେଫ୍ଲାୱାର। କୋରାପୁଟର ପଥ ପ୍ରାନ୍ତରେ ଏବେ ଯେଉଁଠି ଦେଖିବେ ସେଇଠି କୃଷ୍ଣଚୂଡ଼ାର ଲାଲିମା। ମନେ ହୁଏ ସତେ ଯେମିତି ପ୍ରକୃତି ନିଜେ ନାଲି ନାଲି ଫୁଲର ଚାଦର ଓଢ଼ିଆଇ ଶୋଇଯାଇଛି। ଦେଖନ୍ତୁ, ନିଦାଘ ଆସିଲେ କୃଷ୍ଣଚୂଡ଼ା ଫୁଟେ ନା କୃଷ୍ଣଚୂଡ଼ା ଫୁଟିଲେ ନିଦାଘ ଆସେ ବୁଝି ହୁଏ ନାହିଁ। କିନ୍ତୁ ନିଦାଘ ଆସିଲେ ନିଦାକୁ ଯଦି କିଏ ବେଶୀ ସୁନ୍ଦର କରେ ସେ ହେଉଛି କୃଷ୍ଣଚୂଡ଼ା। ସମସ୍ତେ ଖରାରେ ମଉଳି ଗଲାବେଳେ କିଏ ଯଦି ଝଟକୁ ଥାଏ ସେ ପ୍ରକୃତରେ କୃଷ୍ଣଚୂଡ଼ା। ଏବଂ ଜୀବନର ରଙ୍ଗ ସାଥିରେ କୃଷ୍ଣଚୂଡ଼ା ରଙ୍ଗର ବହୁତ ସମ୍ପର୍କ ଅଛି। ନିଦାଘର ପ୍ରେମ ହେଉଛି କୃଷ୍ଣଚୂଡ଼ା। ତାହା ନ ହୋଇଥିଲେ କ'ଣ ଅକ୍ଷୟ ମହାନ୍ତି ଗାଇଥାନ୍ତେ, ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି ଏ ବୟସରେ ନିଦାଘ ଆସେ ଓ ନିଦାଘରେ କୃଷ୍ଣଚୂଡ଼ା ଫୁଟେ। ତେଣୁ ନିଦାଘ କହିଲେ ହିଁ କୃଷ୍ଣଚୂଡ଼ାକୁ ବୁଝାଏ। ଆପଣ ଦେଖୁଥିବେ କୃଷ୍ଣଚୂଡ଼ା ଏମିତି ଫୁଟିଛି, ବେଳେବେଳେ ଦେଖିବେ ଯେ ଗୋଟେ ପତ୍ର ବି ଦିଶୁନି, ଖାଲି କୃଷ୍ଣଚୂଡ଼ା ହିଁ କୃଷ୍ଣଚୂଡ଼ା। ତେଣୁ ମୁଁ କୃଷ୍ଣଚୂଡ଼ାକୁ ନେଇ ଥରେ କବିତା ଲେଖିଲି ଯେ କୃଷ୍ଣଚୂଡ଼ା ତୁମେ ଆଦ୍ୟ ନିଦାଘର ଅସରନ୍ତି ଅବଶୋଷ, କୃଷ୍ଣଚୂଡ଼ା ତୁମେ ଆଦ୍ୟ ନିଦାଘର ଅମାନିଆ ଭାରି ଶୋଷ, ଅଦିନ ମେଘ ମୁଁ ବର୍ଷି ପାରୁନାହିଁ କାନ୍ଦ କାନ୍ଦ ଅବଶୋଷ, ଅଦିନ ମେଘ ମୁଁ ବର୍ଷି ପାରୁନାହିଁ କାନ୍ଦ କାନ୍ଦ ଅବଶୋଷ। ଦେଖିବେ ଆପଣ କୃଷ୍ଣଚୂଡ଼ା ଯେତିକି ଫୁଟେ ସେତିକି ତଳେ ଝଡ଼ି ଯାଇଥାଏ। ତେଣୁ ଉପରକୁ ଦେଖିଲେ ଲାଲ, ତଳେ ଦେଖିଲେ ଲାଲ, ଏବଂ ସତେ ଯେମିତି ମନେ ହେବ ଗୋଟେ ସୂର୍ଯ୍ୟାସ୍ତର ରଙ୍ଗକୁ ଆପଣ ଭେଟୁଛନ୍ତି ନିଦାଘରେ। ଏବଂ ନିଦାଘ ସତରେ ଏତେ ଚମତ୍କାରରେ ଫୁଟାଏ କୃଷ୍ଣଚୂଡ଼ାକୁ, ବୋଧେ କୃଷ୍ଣଚୂଡ଼ାକୁ ଛାଡ଼ିଦେଲେ ନିଦାଘରେ ଏମିତି ଆପଣ ଫୁଲ ଦେଖିବେନି ଯିଏ ମାନେ ରାସ୍ତା ସାରା କେବଳ ଲାଲ ରଙ୍ଗରେ ପର୍ଯ୍ୟଟକମାନଙ୍କୁ ବା କୌଣସି ଗୋଟେ ଦର୍ଶକକୁ ବିମୋହିତ କରୁଥାଏ। ଖରାର ତୀବ୍ର ରାଜୁତି ଯୋଗୁଁ ରାସ୍ତାଘାଟ ନିର୍ଜନ। ଲୋକମାନେ ଟିକେ ଛାଇ ଖୋଜୁଛନ୍ତି, ହେଲେ ସେହି ସମୟରେ ରାସ୍ତା କଡ଼ରେ ଥିବା କୃଷ୍ଣଚୂଡ଼ା ଗଛଟି ନିଜ ଲାଲ ଫୁଲରେ ହସି ଉଠିଛି। ଡାଳରେ ଫୁଟିଥିବା ଫୁଲ ଦେଖି ମନେ ହୁଏ ଯେମିତି ସେମାନେ ଆକାଶକୁ ଆହ୍ୱାନ କରୁଛନ୍ତି, ଖରା ଯେତେ ଆସୁ ସୌନ୍ଦର୍ଯ୍ୟ କେବେ ମରେନି। ସାମାନ୍ୟ ପବନ ଛୁଇଁଦେଲେ ଝରି ପଡ଼ୁଥିବା ଲାଲ ପାଖୁଡ଼ା ସାରା ରାସ୍ତାକୁ ରଙ୍ଗୀନ କରିଦେଉଛି। ବାଟୋଇ ଟିକେ ଅଟକି ଯାଉଛି, ମୋବାଇଲରେ ଫଟୋ ନେଉଛି, କିଏ ଚୁପଚାପ ଏହାକୁ ଦେଖି ମନ ଭରି ହସୁଛି। କୃଷ୍ଣଚୂଡ଼ା କେବଳ ଗଛ ନୁହେଁ, ଗ୍ରୀଷ୍ମର ମଝିରେ ପ୍ରକୃତିର ଏକ ସୁନ୍ଦର ପ୍ରେମ ଚିଠି। ସେଥିପାଇଁ ତ କବି, ଗାୟକ ଓ ପ୍ରେମିକମାନଙ୍କ ହୃଦୟରେ ସଦା ଜୀବନ୍ତ ରହିଛି କୃଷ୍ଣଚୂଡ଼ା। ଡହ ଡହ ନିଦାଘରେ ଟହ ଟହ କୃଷ୍ଣଚୂଡ଼ା ହସେ, ମରଣକୁ ପଛ କରି ଜୀବନଟା ମହ ମହ ବାସେ। କୃଷ୍ଣଚୂଡ଼ା ସତରେ ଯେମିତି ଶିଖେଇ ଦେଉଛି ଯେ ସବୁ କଷ୍ଟ, ସବୁ ଅସହାୟତା ଏବଂ ସବୁ ପ୍ରତିକୂଳତାକୁ ଅତିକ୍ରମ କରି ଜୀବନକୁ କେମିତି ବଞ୍ଚିବାକୁ ହୁଏ। ଯେମିତି ଗୋପୀନାଥ ମହାନ୍ତି କହିଥିଲେ, ଜୀବନରେ ମରଣ ନାହିଁ, ଦୁଃଖ ନାହିଁ, ସୁଆଦ ଅଛି। ତାକୁ ଆଜି ପ୍ରମାଣିତ କରୁଛି କୋରାପୁଟର ଏହି ସୁନ୍ଦର ସବୁଜ ଉପତ୍ୟକାରେ ନାଲି ନାଲି କୃଷ୍ଣଚୂଡ଼ାର ଫୁଲ। କୋରାପୁଟର ବଣ ଜଙ୍ଗଲରେ ଋତୁ ବଦଳିଲେ ବି ଫୁଲର ରଙ୍ଗ କେବେ ମଳିନ ହୁଏନି। ପାହାଡ଼ ଓ ଜଙ୍ଗଲ ଖରାଦିନେ ବିଭିନ୍ନ ଜଙ୍ଗଲୀ ଫୁଲର ସୁଗନ୍ଧରେ ମହକି ଉଠେ। ହେଲେ ଏସବୁ ମଧ୍ୟରେ ରାସ୍ତା କଡ଼ରେ ଡହ ଡହ ହୋଇ ଫୁଟିଥିବା କୃଷ୍ଣଚୂଡ଼ା ସବୁଠାରୁ ଅଧିକ ପଥିକଙ୍କ ମନକୁ ଆକର୍ଷିତ କରେ। କିନ୍ତୁ ଆପଣ ଜାଣିଛନ୍ତି କି, ସମସ୍ତଙ୍କ ପ୍ରିୟ ଏହି କୃଷ୍ଣଚୂଡ଼ା ଆମ ଦେଶର ନୁହେଁ, ଏହା ଏକ ବିଦେଶୀ ଫୁଲ। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଏହା ନିଜର ମୂଳ ଜାଗାରେ ଏବେ ଆଉ ସେତେ ଦେଖିବାକୁ ମିଳୁନାହିଁ। କୃଷ୍ଣଚୂଡ଼ା ଗଛ ଆମ ଦେଶର ଗଛ ନୁହେଁ। ଏହାର ବୈଜ୍ଞାନିକ ନାମକରଣ ହେଲା ଡେଲୋନିକ୍ସ ରେଜିଆ। ଏବଂ এই ଡେଲୋନିକ୍ସ ରେଜିଆ ବା କୃଷ୍ଣଚୂଡ଼ା ଫାବାସି ବଂଶର ଅନ୍ତର୍ଗତ।
ଫାବାସି ପରିବାର ଏବଂ ଉପପରିବାର ସିଜେଲପିନିଆ। ମଟର ଗଛ ଯେମିତି ଯେଉଁ ପରିବାରର ସେହି ପରିବାରର ଗଛଟି ବହୁତ ବଡ଼। ମାଡାଗାସ୍କରରୁ ଏହି ଗଛ ଓରିଜିନ୍ ହେଇଛି ବୋଲି କୁହାଯାଉଛି। ଏବଂ ସବୁଠାରୁ ଦୁଃଖର କଥା ଯେ ଏଇ ଗଛ ଯେଉଁଠି ନିଜରେ ପ୍ରଥମେ ଆସିଥିଲା ସେଇ ଜାଗାରେ ବର୍ତ୍ତମାନ ଆଉ ଦେଖାଯାଉ ନାହିଁ। ଏବେ ଯେତେବେଳେ କୋରାପୁଟର ରାସ୍ତା ସାରା ଗଛରେ ପ୍ରବଳ ଭାବେ କୃଷ୍ଣଚୂଡ଼ା ଫୁଟିଛି, ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକ ଏହାକୁ ଦେଖି ଅନୁଭବ କରୁଛନ୍ତି ଅପୂର୍ବ ଆନନ୍ଦ। ଗ୍ରୀଷ୍ମର ଏହି ପ୍ରକୋପ ଭିତରେ ପ୍ରକୃତିର ଏହି ରଙ୍ଗୀନ ରୂପ ମନକୁ ଶାନ୍ତି ଦେବା ସହ କୋରାପୁଟର ସୌନ୍ଦର୍ଯ୍ୟକୁ ଆହୁରି ନିଆରା ଓ ଆକର୍ଷଣୀୟ କରି ଗଢ଼ି ତୋଳିଛି। କୋରାପୁଟରୁ ସୂର୍ଯ୍ୟନାରାୟଣ ପଣ୍ଡାଙ୍କ ରିପୋର୍ଟ, OTV ଡିଜିଟାଲ।